ବାକ୍ୟ ଶିଖିବା ପୂର୍ବରୁ ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ଧନ୍ୟବାଦ ପବିତ୍ର ପରମେଶ୍ୱର ପ୍ରଭୁ, ତୁମେ କେଡ଼େ ଅନୁଗ୍ରହ କର, ଦୟା କଲ, ସୁନ୍ଦର ସମୟ ଦେଇଛ ପ୍ରଭୁ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛି ପ୍ରଭୁ। ଏତେବେଳେ ଆସ ପ୍ରଭୁ, ଯେଉଁ ପ୍ରସଙ୍ଗ ପଦ ପର୍ବ ରହିଛି ତାହା ଶିଖିବା ପୂର୍ବରୁ ତୁମେ ଆଶୀର୍ବାଦ କର, ତୁମେ କ୍ଷମା କର, ତୁମେ ସାହାଯ୍ୟ କର। ସମସ୍ତ ପ୍ରାର୍ଥନା ଏବଂ ନିବେଦନ ଶୁଣିଅଛ, ଉତ୍ତର ଦେଇଛ, ଧନ୍ୟବାଦ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଛି ପିତା, ଆମେନ୍। ଆସନ୍ତୁ ଆମେ ଦେଖିବା ଯେ ପ୍ରସଙ୍ଗ ଦିଆଯାଉଛି ପ୍ରଭୁଙ୍କ ନିକଟକୁ ଫେରିବା। ପ୍ରଭୁଙ୍କ ନିକଟକୁ ଫେରିବା। ତ ଶାସ୍ତ୍ର ପାଠ ଦିଆଯାଇଛି ପ୍ରେରିତ 8 ପର୍ବ 14 ପଦରୁ 17 ପଦ। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆମେ ଦେଖିବା। ଏହିପରି ଲେଖାଯାଏ, ସମୀରଣର ଲୋକମାନେ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରି ଅଛନ୍ତି, ଏହା ଯେତେବେଳେ ଜେରୁସାଲେମ ସହରରେ ଥିବା ପ୍ରେରିତମାନେ ଶୁଣିଲେ, ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ। ସେମାନେ ଯାଇ ସେହି ଲୋକମାନେ ଯେ ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ, କାରଣ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିତ ହୋଇଥିଲେ। ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ। ଆମେ ଦେଖୁଛୁ ଯେ ପିତର ଆଉ ଯୋହନ ଯେତେବେଳେ ପ୍ରଭୁଙ୍କୁ ଯିଏକି ଗ୍ରହଣ କରୁଛନ୍ତି, ସେମାନଙ୍କ ନିକଟକୁ ଗଲେ ଏବଂ ଆଶୀର୍ବାଦ କଲେ ଏବଂ ପବିତ୍ର ଆତ୍ମା ଆଉ ତାଙ୍କୁ ଆବରିଲା। ଆଉ ଦେଖୁଛୁ ଯେ ପ୍ରଭୁଙ୍କର ବାକ୍ୟକୁ ଆମେ ଦେଖୁଛୁ ଯେ ଯାହାକି କାରଣ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ଉପରେ ଆସି ନଥିଲେ, କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିତ ହୋଇଥିଲେ। ସେମାନେ ପ୍ରଭୁଙ୍କ ନାମରେ ବାପ୍ତିତ ହୋଇଥିଲେ, କିନ୍ତୁ ସେମାନେ ପ୍ରକୃତରେ ବାପ୍ତିତ ହୋଇଥିଲେ, କିନ୍ତୁ ପବିତ୍ର ଆତ୍ମା ପାଇନଥିଲେ। ସେଥିପାଇଁ ସେମାନେ ପିତର ଏବଂ ଯୋହନ ସେମାନଙ୍କ ନିକଟକୁ ଗଲେ ଏବଂ ବାପ୍ତିତ ଯାହାକି ନେଇଥିଲେ ସେମାନଙ୍କୁ ପବିତ୍ର ଆତ୍ମାରେ ପୂର୍ଣ୍ଣ କଲେ। ତ ସେ ପ୍ରଭୁଙ୍କ ଲୋକମାନେ ଆମେ ଦେଖୁଛୁ। ଆସନ୍ତୁ ଆମେ ଦେଖିବା ଯେ ପ୍ରଥମ ବିଷୟ ହେଉଛି ପରମେଶ୍ୱର ସର୍ବଦା ଆମକୁ ଆହ୍ୱାନ କରନ୍ତି। ସର୍ବଦା ସବୁବେଳେ ଆମକୁ ଆହ୍ୱାନ ଡାକୁଅଛନ୍ତି। ତ ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ମଲାକି 3:7 ପଦରେ ଲେଖାଯାଏ। ତ ଆହୁରି ମଧ୍ୟ ଦେଖୁଛୁ ପଶ୍ଚାତାପର ଅର୍ଥ କ'ଣ। ପଶ୍ଚାତାପର ଅର୍ଥ କ'ଣ? ତ ଆମେ ଦେଖୁଛୁ 2 ବଂଶାବଳୀ ତାର 7 ପର୍ବ ତାର 14 ପଦରେ ଲେଖାଯାଏ। ତ ଆମେ ଦେଖୁଛୁ ଯେ ମୋର ଲୋକେ ଯେଉଁମାନେ କି ମୋହର ନାମରେ ଖ୍ୟାତ, ସେମାନେ ଯଦି ନମ୍ର ହୋଇ ପ୍ରାର୍ଥନା କରନ୍ତି ଓ ମୋର ଦର୍ଶନ ଖୋଜନ୍ତି ଓ ଆପଣା କୁପଥରୁ ଫେରନ୍ତି, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କ ପାପ କ୍ଷମା କରିବା। ଯେ ପ୍ରଭୁଙ୍କ ଲୋକମାନେ, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଅଛନ୍ତି, ଆଉ ଯେ କହୁଅଛନ୍ତି ଯେ ଯେଉଁମାନେ ପାପରୁ ଫେରିବେ ଏବଂ ନମ୍ର କରି ପ୍ରାର୍ଥନା କରିବେ, ଆମେ ସେମାନଙ୍କୁ କ'ଣ କରିବା ନା ସ୍ୱର୍ଗରୁ ଶୁଣିବା, ସେମାନଙ୍କର ପ୍ରାର୍ଥନା ସ୍ୱର୍ଗରୁ ଶୁଣିବା ଏବଂ ଆମେ ସେମାନଙ୍କର ପାପକୁ ଆମେ କ୍ଷମା କରିବା। ଏବଂ ତୃତୀୟ ପଏଣ୍ଟ ହେଉଛି ଯାହାକି ଉଡ଼ନ୍ତା ପୁତ୍ରର ଦୃଷ୍ଟାନ୍ତ। ଉଡ଼ନ୍ତା ପୁତ୍ରର ଦୃଷ୍ଟାନ୍ତ ଆମେ ଦେଖୁଛୁ, ଯାହାକି ଲୁକ 15 ପର୍ବ ତାର 20 ପଦରେ ଲେଖାଯାଏ। ଯାହାକି ଜଣେ ଅପବ୍ୟ ପୁତ୍ର, ଯାହାକି ଆମେ ଦେଖୁଛୁ ସେ ହଜି ଯାଇଥିଲା ବା ସେ ପାପରେ ପତିତ ହୋଇଥିଲା ଏବଂ ନିଜ ଧନ ସମ୍ପତ୍ତି ସେ ନେଇକି ଚାଲି ଯାଇଥିଲା, କିନ୍ତୁ ପ୍ରଭୁଙ୍କୁ ସେ ମନେ ପକାଇଲା ଏବଂ ନିଜ ବାପାକୁ ମନେ ପକାଇଲା। ଆଉ ସେ ନିଜ ଗୃହକୁ ଆସୁଅଛନ୍ତି ଏବଂ ତାର ବାପା ଆଲିଙ୍ଗନ କଲେ, ଚୁମ୍ବନ କଲେ ଏବଂ ଭୋଜି ଦେଲେ। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ ସେ କୁପଥରୁ ଫେରିଲେ। ସେଥିପାଇଁ ଆମେ ମଧ୍ୟ ପ୍ରଭୁଙ୍କ ନିକଟକୁ ଫେରିବା ଦରକାର ରହିଛି। ଏବଂ ଚତୁର୍ଥ ପଏଣ୍ଟ ହେଉଛି ଯେ ଯାହାକି ଆମେ ଦେଖୁଛୁ ଯେଉଁମାନେ ପାପ କରନ୍ତି ସେମାନଙ୍କୁ ମୁଁ ଦୋଷୀ ବୋଲି ଗଣିବି ନାହିଁ, ଯଦି ସେମାନେ ଆପଣା ପାପରୁ ମନ ପରିବର୍ତ୍ତନ କରନ୍ତି। ଆଉ ଯେଉଁମାନେ ମନ ପରିବର୍ତ୍ତନ କରନ୍ତି, ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ସେ ପାପର ଅଛି ବୋଲି ସେ କରନ୍ତି ନାହିଁ। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯାହାକି ହିଜିକଲ୍ 33 ତାର 11 ପଦରେ ଲେଖାଯାଏ, ତ ଯେଉଁମାନେ ପାପରୁ କୁପଥରୁ ଫେରିବେ ସେମାନଙ୍କୁ ସେ ଆଉ ପାପରେ ଅଛନ୍ତି ବୋଲି ପରମେଶ୍ୱର ଗଣନ୍ତି ନାହିଁ। ସେ ଜଣେ ପାପୀ ବୋଲି ସେ ଗଣନ୍ତି ନାହିଁ, କିନ୍ତୁ ଯେ ସେ ମନ ପରିବର୍ତ୍ତନ କରେ, ତାହେଲେ ପ୍ରଭୁ ତାହାକୁ ସବୁ କିଛି
ଯାହାକି ଦୋଷୀ ବୋଲି ଗଣିତ କରିବେ ନାହିଁ। ତ ଆହୁରି ମଧ୍ୟ ଆମେ ଦେଖୁଛୁ ଯେ ପଞ୍ଚମ ପଏଣ୍ଟ ହେଉଛି ଯେ ସଚୋଟ ହୃଦୟର ପ୍ରାର୍ଥନା, ମାନେ ସଠିକ୍ ଭାବର ଯାହାକି ପ୍ରାର୍ଥନା ଆମେ ଦେଖୁଛୁ, ଯାହାକି ହେ ପରମେଶ୍ୱର ମୋ ଅନ୍ତରରେ ଏକ ନିର୍ମଳ ହୃଦୟ ସୃଷ୍ଟି କର ଓ ମୋ ଭିତରେ ଏକ ସ୍ଥିର ଆତ୍ମା ନୂତନ କର। ନୂତନ ଆତ୍ମା ସୃଷ୍ଟି କର। ଆମେ ଦେଖୁଛୁ ଯେ ଉତ୍ତମ ବିଷୟ ଦିଅ, ଯାହାକି ଗୀତ ସଂହିତା 51 ତାର 10 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 5 ନମ୍ବର ପଏଣ୍ଟ ହେଉଛି ପଶ୍ଚାତାପର ଫଳ ପରିବର୍ତ୍ତନ। ପଶ୍ଚାତାପର ପରିବର୍ତ୍ତନ, ଯାହାକି ମାତ୍ୟୁ 3 ତାର 8 ପଦରେ ଲେଖାଯାଏ। ଆମେ ଦେଖୁଛୁ ଯେ ଏଣୁ ପଶ୍ଚାତାପର ଯୋଗ୍ୟ ଫଳ ଉତ୍ପନ୍ନ କର। ପଶ୍ଚାତାପର ଯୋଗ୍ୟ ଫଳ ଉତ୍ପନ୍ନ କରିବା ଦରକାର ହୋଇଛି। ଏବଂ ଆମେ ଦେଖୁଛୁ ଆହୁରି ମଧ୍ୟ ଯାହାକି ଆମେ 7 ନମ୍ବର ପଏଣ୍ଟ ଦେଖୁଛୁ ପ୍ରଭୁଙ୍କ ଦୟା ଓ କ୍ଷମାଶୀଳତା। ପ୍ରଭୁଙ୍କ ଦୟା ଓ କ୍ଷମାଶୀଳତା, ପ୍ରଭୁଙ୍କର ଦୟା ଏବଂ କ୍ଷମାଶୀଳତା କିପରି ଅଛି ଆମେ ଦେଖିବା। ଯଦି ଆମେ ମାନେ ଆପଣ ପାପ ସ୍ୱୀକାର କରୁ, ତେବେ ସେ ଆମମାନଙ୍କ ପାପ କ୍ଷମା କରିବା ପାଇଁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ଶୁଦ୍ଧ କରିବା ପାଇଁ ବିଶ୍ୱସ୍ତ ଓ ଧାର୍ମିକ। ପରମେଶ୍ୱର ଆମେ ଯେତେବେଳେ ମାନେ ପାପରୁ ଫେରିବା, ଅଧର୍ମରୁ ଆମେ ମାନେ ଶୁଦ୍ଧ ହେବା, ତାହେଲେ ପରମେଶ୍ୱର ଆମର ଧର୍ମ ଜୀବନ ଦେଖିବେ। ଯାହାକି ପ୍ରଥମ ଜହନ ତାର 1 ପର୍ବ ତାର 9 ପଦରେ ଲେଖାଯାଏ। ଏବଂ ଆହୁରି ମଧ୍ୟ ଆମେ ଦେଖୁଛୁ ଯେ 8 ନମ୍ବର ପଏଣ୍ଟ ହେଉଛି ଯେ ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ। ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ, ଯାହାକି ଆମେ ଦେଖୁଛୁ ଯେ ପ୍ରଭୁଙ୍କ ଠାରେ ଆମେ କିପରି ସମ୍ପର୍କ ସ୍ଥାପନ କରିବା। ଆମେ ଦେଖୁଛୁ ଯାହାକି ତାଙ୍କର ବାକ୍ୟକୁ ଆମେ ପଢ଼ିବା ଏବଂ ଆମେ ଦେଖୁଛୁ ଯେ ତାଙ୍କ ଇଚ୍ଛା ଜାଣିବା ପାଇଁ ବାଇବଲ ଅଧ୍ୟୟନ କରିବା। ତାଙ୍କ ଇଚ୍ଛା କ'ଣ ତାହା ଜାଣିବା ପାଇଁ ଆମେ ବାଇବଲ ପଠନ କରିବା ଦରକାର ଏବଂ ଏବେ ତାଙ୍କଠାରେ ବିଶ୍ୱାସ କରିବା ରହିଅଛି। ଏବଂ 9 ନମ୍ବର ପଏଣ୍ଟ ହେଉଛି ଯାହାକି ପରମେଶ୍ୱରଙ୍କ ଦୟା କେବେ ହେଲେ ଶେଷ ହେବ। ପରମେଶ୍ୱରଙ୍କ ଦୟା କେବେ ହେଲେ ଶେଷ ହୁଏ ନାହିଁ। ତ ଆମେ ତାହା ମଧ୍ୟ ଦେଖିବା ବିଳାପ 3 ତାର 22 ପଦରୁ 23 ପଦ ଲେଖାଯାଏ। ସଦାପ୍ରଭୁ ଦୟାରୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କ କରୁଣା ଶେଷ ହୁଏ ନାହିଁ। ପ୍ରତ୍ୟେକ ପ୍ରଭାତରେ ତାହା ନୂତନ ହୁଏ। ପ୍ରତ୍ୟେକ ପ୍ରଭାତରେ ତାହା ନୂତନ ହୁଏ। ତାହାଙ୍କର ମାନେ ଦୟା କେବେ ମଧ୍ୟ ଶେଷ ହୁଏ ନାହିଁ। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ ସବୁବେଳେ ଆମ ସହିତ ଅଛନ୍ତି। ଏବଂ 10 ନମ୍ବର ପଏଣ୍ଟ ହେଉଛି ଯେ ମନ ପରିବର୍ତ୍ତନର ସକାରାତ୍ମକ ପକ୍ଷ ଆନନ୍ଦ, ଯାହାକି ଆମେ ଦେଖୁଛୁ ଯେ ମୁଁ ତୁମକୁ କହୁଛି ଏହି ପ୍ରକାର ଗୋଟିଏ ପାପୀ ମନ ପରିବର୍ତ୍ତନ କଲେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ। ଯଦି ପାପୀ ଲୋକ ଯଦି ମନ ପରିବର୍ତ୍ତନ କରିକି ଫେରିବ, ତାହେଲେ ସ୍ୱର୍ଗରେ ଆନନ୍ଦ ହୋଇଥାଏ। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଦେଖୁଛୁ ଯାହାକି ଲୁକ 15 ପର୍ବ ତାର 7 ପଦରେ ଲେଖାଯାଏ। ଆମେ ଦେଖୁଛୁ ଯେ ଆଉ 11 ନମ୍ବର ପଏଣ୍ଟ ହେଉଛି ଯେ ବାଧାବିଘ୍ନକୁ ଦୂର କରିବା ବିଶ୍ୱାସରେ ଚାଲିବା। ବାଧାବିଘ୍ନକୁ ଦୂର କରିବା ଏବଂ ବିଶ୍ୱାସରେ ଚାଲିବା, ତାହା ମଧ୍ୟ ଆମେ ପାଇପାରିବା 2 କରନ୍ତି 5 ପର୍ବ ତାର 17 ପଦରେ ଲେଖାଯାଏ। ତ ପ୍ରଭୁଙ୍କ ଲୋକମାନେ ଆହୁରି ମଧ୍ୟ ଆମେ ଦେଖୁଛୁ ଆଉ 12 ନମ୍ବର ପଏଣ୍ଟ ହେଉଛି ଯେ ପରମେଶ୍ୱରଙ୍କ ନିକଟତମ ହେବା। ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା, ଯାହାକି ଯାକୁବ 4 ତାର 8 ପଦରେ ଲେଖାଯାଏ। ଏବଂ ଆମେ ଦେଖୁଛୁ ଯେ 13 ନମ୍ବର ଯାହାକି ପ୍ରଭୁଙ୍କ ପ୍ରତିକ୍ରିୟା ଆମ ପ୍ରତି ତାଙ୍କର ପ୍ରେମ, ଯାହାକି ଆମେ ମାତ୍ୟୁ 18 ପର୍ବ ତାର 12 ପଦରେ ଆମେ ପାଇପାରିବା। ଏବଂ ଆଉ 14 ନମ୍ବର ଦେଖିବା, ଆମେ 14 ନମ୍ବରକୁ ଯିବା, ଯାହାକି ଆମେ ଦେଖୁଛୁ ଯେ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା। 14 ନମ୍ବର ହେଉଛି ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା, ଯାହାକି ଆମେ ଦେଖୁଛୁ ହିତୋପଦେଶ 3 ପର୍ବ ତାର 5 ପଦରୁ 6 ପଦ ଲେଖାଯାଏ। ତୁମ୍ଭେ ଆପଣ ସମସ୍ତ ହୃଦୟରେ ସଦାପ୍ରଭୁଙ୍କ ଠାରେ ନିର୍ଭର କର, ଆଉ ଆପଣା ବିବେକ ଉପରେ ନିର୍ଭର କର ନାହିଁ। ଆପଣ ସମସ୍ତ ପଥରେ ତାଙ୍କୁ ଚିହ୍ନ, ତହିଁରେ ସେ ତୁମ୍ଭର ପଥ ସରଳ କରିବେ। ଆମେ ସମସ୍ତ ପଥରୁ ଆମେ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଚିହ୍ନିବା ଦରକାର ହେଉଛି। ତ ଆଉ ଦେଖୁଛୁ ଯେ 15 ନମ୍ବର ପଏଣ୍ଟ ହେଉଛି ଯାହାକି ପବିତ୍ର ଆତ୍ମାଙ୍କ ସାହାଯ୍ୟ, ତାହା ମଧ୍ୟ ଆମେ ଦେଖିପାରିବା 2 ତିମୋଥୀ 1 ପର୍ବ ତାର 7 ପଦରେ ଲେଖାଯାଏ। କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ବିରୁଦ୍ଧାର ଆତ୍ମା ଦେଇନାହାନ୍ତି, ବରଂ ଶକ୍ତି, ପ୍ରେମ ଓ ସଂଯମତାର ଆତ୍ମା ଦେଇଅଛନ୍ତି, ଉତ୍ତମ ଆତ୍ମା ଦେଇଅଛନ୍ତି। ଆଉ 16 ନମ୍ବର ପଏଣ୍ଟ ହେଉଛି ଯେ କ୍ଷମା ମାଗିବା ଓ କ୍ଷମା କରିବା। କ୍ଷମା ମାଗିବା ଏବଂ କ୍ଷମା
ପଢ଼ିବା ତାହା ମଧ୍ୟ ଆମେ ଦେଖିବା ଯେ ଯାହାକି ମାଥ୍ୟୁ 6 ପର୍ବ ତାର 14 ପଦରେ ଲେଖାଯାଏ। ଆଉ ଦେଖୁଛୁ ଯେ ବାଇବଲରୁ ଦେଖୁଛୁ ଯାହାକି ସେଥିପାଇଁ ତୁମେମାନେ ମନ ପରିବର୍ତ୍ତନ କର ଓ ଫେରି ଆସ ଯେପରି ତୁମମାନଙ୍କର ପାପ ମାର୍ଜନା କରାଯାଏ। ଆମେ ତାହାକୁ ମାନେ ପାପରୁ ଆମେ ଫେରିବା ଦରକାର। ଆଉ ଯାହାକି ପ୍ରେରିତ 3 ପର୍ବ ତାର 19 ପଦରେ ଲେଖାଯାଏ ଆମେ ପାପରୁ ଫେରିବା ଦରକାର ରହିଛି। ପ୍ରାର୍ଥନା ଓ ସମ୍ପର୍କ ଯାହାକି ଆମେ ଦେଖୁଛୁ ଯାକୁବ 4 ପର୍ବ ତାର 8 ପଦରେ ଲେଖାଯାଏ। ଆଉ ଆହୁରି ମଧ୍ୟ ଦେଖୁଛୁ ଯେ ମୋ ସଡନଲି ଯିବା ପାଇଁ ଚାହୁଁଅଛି, ସ୍ପିଡ୍ ଯିବା ପାଇଁ ଚାହୁଁଅଛି, ଆପଣମାନେ ପାଇପାରିବେ। ଏବଂ ଆହୁରି ମଧ୍ୟ ଦେଖିବା ଯେ ଶରଣାଗତ ହେବା, ପରମେଶ୍ୱରଙ୍କ ଠାରେ ଶରଣାଗତ ହେବା। ଆଉ ତାହା ମଧ୍ୟ ଦେଖିବା ହିତୋପଦେଶ 3 ପର୍ବ ତାର 5 ପଦରେ ଲେଖାଯାଏ। ଆଉ ପରମେଶ୍ୱରଙ୍କୁ ପାଖରେ ଆମେ ଶରଣାଗତ ହେବା ଏବଂ ଆମେ ଦେଖୁଛୁ ପାପରୁ କ୍ଷମା କରିବା ଯାହାକି ଆମେ କିପରି ଆମେ ତାହାଙ୍କ ନିକଟକୁ ଫେରିବା ଦ୍ୱାରା ଆମର କ'ଣ ହୁଏ, କ'ଣ ସୁବିଧା ହୁଏ ଆମେ ଦେଖୁଛୁ। ତାହା ମଧ୍ୟ ଯେ ପ୍ରଥମ ଜହନ 1 ପର୍ବ ତାର 9 ପଦରେ ଲେଖା ଅଛି। ମୁଁ କହିଥିଲି ଯେ ଆମେ ଯଦି ଆମେ ମାନେ ଆପଣ ପାପ ସ୍ୱୀକାର କରୁ ଏବଂ ନିଜ ପରମେଶ୍ୱରଙ୍କ ନିକଟକୁ ଫେରୁ ତାହେଲେ ପରମେଶ୍ୱର ଆମକୁ ମାନେ ଶୁଦ୍ଧ କରନ୍ତି। ଏବଂ ଆମେ ଦେଖୁଛୁ ଯେ ଆହୁରି ମଧ୍ୟ ଯେ 2 Corinthians 5 ପର୍ବ ତାର 17 ପଦରେ ମଧ୍ୟ ଆମେ ଦେଖୁଛୁ ଯେ ଆମେ ନୂତନ ସୃଷ୍ଟି ରହିଛୁ। ଏବଂ ଗୀତ ସହିତା 23 ପର୍ବ ତାର 1 ପଦରେ ଲେଖାଯାଏ ସଦାପ୍ରଭୁ ମୋର ପ୍ରତିପାଳକ, ମୋର କିଛି ଅଭାବ ହେବ। ସଦାପ୍ରଭୁ ମୋ ପାଖରେ ଅଛନ୍ତି, ମୋର କେବେ ମଧ୍ୟ ଅଭାବ ହେବ ନାହିଁ। ତ ପ୍ରଭୁଙ୍କ ଲୋକମାନେ ଆପଣମାନେ ଆପଣ ପରିଶ୍ରମ କରନ୍ତୁ ଏବଂ ପ୍ରଭୁଙ୍କର ବାକ୍ୟ ପଢ଼ନ୍ତୁ, ସବୁବେଳେ ପରମେଶ୍ୱରଙ୍କ ସହିତ ଲାଗି ରୁହନ୍ତୁ ଏବଂ ତାହାଙ୍କ ନିକଟକୁ ପ୍ରାର୍ଥନା କରନ୍ତୁ ଏବଂ ମାନେ ତାହାଙ୍କ ପରମେଶ୍ୱରଙ୍କ ନିକଟକୁ ଫେରି ଆସନ୍ତୁ ଏବଂ ପରମେଶ୍ୱରଙ୍କୁ ମାନେ ଗ୍ରହଣ କରନ୍ତୁ ଏବଂ ପ୍ରଭୁଙ୍କର ଯାହାକି ଆନନ୍ଦ ରହିଛି ଏବଂ ମାନେ ଯାହାକି ଆଶୀର୍ବାଦ ରହିଛି ତାହା ପାଇବା ପାଇଁ ଆପଣମାନେ ଚେଷ୍ଟା କରନ୍ତୁ। ଏହି ଅଳ୍ପ ବାକ୍ୟ ପ୍ରତି ଏବଂ ବୁଝିଥିବା ହେତୁ ଆମ ସମସ୍ତଙ୍କୁ ପ୍ରତ୍ୟେକଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଆମେ ଧନ୍ୟବାଦ।